ଶ୍ରୋତାବନ୍ଧୁ, ପାଶ୍ଚାତ୍ୟ ବାମବାଦୀ ସମାଲୋଚକ ଦ ସେକେଣ୍ଡ ସେକ୍ସର ଲେଖକ ସାଇମନ୍ ଡାବେଫୋର୍ ଲେଖିଥିଲେ, "We are exhorted to be women, remain women, become women." ନାରୀ ହୋଇ କେହି ଜନ୍ମ ହୋଇନଥାଏ, ପ୍ରକୃତରେ ତାକୁ ନାରୀ କରିଦିଆଯାଏ। ଏହି ପ୍ରକାର ମାନସିକତାକୁ ଆଧାର କରି ଆଜି ଆମେ ଶୁଣିବା ଏକ ହୃଦୟସ୍ପର୍ଶୀ କ୍ଷୁଦ୍ର ଗଳ୍ପ, ଯାହାର ଲେଖିକା ହେଉଛନ୍ତି ଆମ ସମୟର ବିଶିଷ୍ଟ ସମାଲୋଚିକା, ଗାଳ୍ପିକା ଡକ୍ଟର କବିତା ବାରିକ। କବିତା ବାରିକ ଏକାଧାରରେ ଜଣେ କବି, ଗାଳ୍ପିକା, ସମାଲୋଚିକା, ଅନୁବାଦିକା ଏବଂ ତାଙ୍କ ଗଳ୍ପରେ ଥାଏ ଜୀବନର ଅନ୍ତରଙ୍ଗ ପରିଭାଷା। ଜୀବନକୁ ବାଦ ଦେଇ ଗଳ୍ପର ପ୍ରକୃତରେ ଅସ୍ତିତ୍ୱ ବା କାହିଁ? କବିତା ବାରିକଙ୍କ ଗଳ୍ପ ଜୀବନକୁ ଭଲ ପାଇବା ଶିଖାଏ, ଜୀବନର ମୂଲ୍ୟବୋଧର କଥା କହେ। ଆଜି ତାଙ୍କର ଗଳ୍ପ ସଂକଳନ ସ୍ୱୟଂସିଦ୍ଧା, ସେଥିରୁ ନାରୀକୈନ୍ଦ୍ରିକ ଚିନ୍ତା ଓ ଚେତନାକୁ ନେଇ ସମୃଦ୍ଧ ଏକ କ୍ଷୁଦ୍ର ଗଳ୍ପ, ଯାହାର ଶୀର୍ଷକ ହେଉଛି ମୁକ୍ତିର ସୁନେଲି ସକାଳ। ଆଜି ଆମେ ଶୁଣିବା ଗଳ୍ପ ମୁକ୍ତିର ସୁନେଲି ସକାଳ, ଗାଳ୍ପିକା ଡକ୍ଟର କବିତା ବାରିକ। ପିଲାଦିନରୁ ଦେଖିଛି ବାପାଙ୍କର ମା ଉପରେ ଅତ୍ୟାଚାର। ତରକାରୀ, ଚା ଫିଙ୍ଗିବା, ଜୋତା, ଠେଙ୍ଗା ଯାହା ପାଖରେ ମିଳିବ ଗୋରୁ ଗାଈ ଭଳି ବାଡ଼େଇବା। 7 ଭାଇ ଭଉଣୀ ଆମର। ଘରେ ଖାଇବାକୁ ନଥାଏ, ମା ଚିରା ଶାଢ଼ୀ ପିନ୍ଧୁଥାଏ। ବାପା ରୋଜଗାର ଟଙ୍କାରେ ମଦ ଖାଇ ପରିବାର ସଂଖ୍ୟା ବଢ଼ାଇ ଚାଲିଥିବେ। ଖାଇବା ଲାଗି ଆମ ଭିତରେ ଛଡ଼ାଛଡ଼ି। ସେ ବିକଳ ଦୃଶ୍ୟ ସହ ମାଙ୍କ ଆଖିର ଲୁହ ମୋତେ ଭାବପ୍ରବଣ କରିଥିଲା। ଅଳ୍ପ ବୟସରୁ ହିଁ ବୁଝିପାରିଥିଲି ଆମର ଏ ଘରେ ଜନ୍ମ ହେବାଟା ଅପରାଧ। ଯିଏ ଯେଉଁ ଘରେ ଜନ୍ମ ହୋଇଥାଏ, ସତେକି ସେଇ ଘରେ ସେଇଦିନ ହିଁ ତାର ଭାଗ୍ୟ ନିର୍ଦ୍ଧାରଣ ହୋଇଯାଏ। ସେଇ ପରିବେଶ ସହ ବନ୍ଧା ହୋଇଥାଏ ତାର ଜୀବନର ଶିକୁଳି। ବସ୍ତିରେ ଜନ୍ମିଥିବା ରିକ୍ସାବାଲାର ପୁଅ କ'ଣ କେଉଁ ଅଫିସର ଘରେ ଜନ୍ମିଥିବା ପୁଅର ଭାଗ୍ୟରେ ବଦଳି ଯାଆନ୍ତା? ଅନେକ ସମୟରେ ଆମେ 2 ଓଳି ଖାଇବାକୁ ପାଇନାହୁଁ। ମୁଁ ବୁଝିପାରିନି ବଜାରରେ ଏତେ ଚାଉଳ, ପନିପରିବା ବିକ୍ରି ହେଉଥିବା ସତ୍ତ୍ୱେ ଆମକୁ ମିଳୁନି ଖାଇବାକୁ କେମିତି? ଯଦିଓ ଏସବୁ ବୁଝିବାର ବୟସ ସେତେବେଳେ ମୋର ହେଇନଥିଲା। ତେବେ ହାଟ ବଜାରରେ ମାର ହାତ ଧରି ଗଲାବେଳେ ରାସ୍ତାର 2 ପାଖରେ ବସିଥିବା ଲୋଭନୀୟ ଖାଦ୍ୟ ସାମଗ୍ରୀ ଗୁଡ଼ିକୁ ମୁଁ ଓ ମୋର ଭାଇ ଭଉଣୀ ଲୋଭାସକ୍ତ ହେଇ ଚାହୁଁଥିଲୁ। ଛଡ଼ାଇ ଆଣି ଧାଇଁ ପଳାଇ ଯିବାକୁ ମନ ହେଉଥିଲା। ମା ଯେଉଁ ମୁଠାଏ ମୁଢ଼ି କିଣି ଆମକୁ ବାଣ୍ଟି ଦେଉଥିଲା, ତାକୁ ଦେଖି ମନ ମରିଯାଉଥିଲା। କେବେ କେବେ ରାନ୍ଧିଲା ବେଳେ ଚୁଲା ପାଖରେ ମୁହଁ ଗୁଞ୍ଜି ମା ସୁ ସୁ କାନ୍ଦିବା ଦେଖି ମୁଁ ଭାବୁଥିଲି, ବଡ଼ ହେଲେ ମାକୁ ଢେର ନୂଆ ଶାଢ଼ୀ କିଣିଦେବି, ବହୁତ ଚାଉଳ, ପନିପରିବା ଆଣିଦେବି, ଆମେ ସୁଖରେ ରହିବା। ବାପା ମଦ ପିଇ ମାକୁ ପିଟିଲେ ଆମେ ବି ତାଙ୍କୁ ବାନ୍ଧି ଦେଇ ପିଟିବା। ପୁଣି ଭାବୁଥିଲି, ବଡ଼ କେମିତି ହୁଅନ୍ତି? ଯେଉଁମାନେ ଭଲ ଲୁଗାପଟା ପିନ୍ଧୁଛନ୍ତି, ଭଲ ଖାଉଛନ୍ତି, ଖୁସିରେ ଅଛନ୍ତି, ସେମାନେ କ'ଣ ବଡ଼ ହେଉଛନ୍ତି? ଏଇଭଳି ଏକ ପରିବେଶ ଭିତରେ ଢୋକେ ପିଇ ଦଣ୍ଡେ ଜି ସତରେ କେବେ ଯେ ଆମେ ବଡ଼ ହେଇଗଲୁ ଜାଣିପାରିଲିନି। ଭାବିଥିଲି ଆମେ ବଡ଼ ହେବା ସହିତ ଦୁନିଆ ବି ବଦଳିଯିବ, କିନ୍ତୁ କାହିଁ? ସେମିତି ଦିନ ରାତି ହେଉଥିଲା। ହାଟ ବଜାର ବସୁଥିଲା, ଦାଣ୍ଡ ଗହଳିରେ ଫାଟି ପଡ଼ୁଥିଲା। ସେମିତି କିଣା ବିକା, ଗାଈର ହମ୍ବାରଡ଼ି, ପାଣି ପାଇଁ ଟ୍ୟୁବୱେଲ୍ ପାଖରେ ଲମ୍ବା ଧାଡ଼ି, କିରାସିନି ପ୍ରଭୃତିର କଳା ବଜାର କାରବାର, ଆଉ ବାପା ମଦ ପିଇ ମାକୁ ପିଟିବା ଲାଗି ରହିଥିଲା। ହଁ, ବଦଳିବା ଭିତରେ ମା ବୁଢ଼ୀ ହେଇଯାଉଥିଲା। ଆଗ ଭଳି ବାପାର ମାଡ଼ ସହି ନପାରି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଥିଲା। ଆମ ଉପସ୍ଥିତିରେ ବାପା ଏମିତି କିଛି ଉତ୍ପାତ କଲେ ଆମେ ବାନ୍ଧି ତାକୁ କିଛି ସମୟ ପକେଇ ଦେଉଥିଲୁ। ଏ ଭିତରେ 2 ନାନୀର ବିଭାଘର ହେଇଯାଇଥିଲା। ଆଗ ଭଳି ଗୋଟେ ଓଳି ଖାଇ ଆର ଓଳି ଉପାସ ରହିବାକୁ ପଡ଼ୁନଥିଲା। ଅନ୍ତତଃ ପକ୍ଷେ ମାକୁ ଚିରା ଲୁଗା ପିନ୍ଧିବାକୁ ପଡ଼ୁନଥିଲା। ଏତଦ୍ ବ୍ୟତୀତ ସେମିତି କିଛି ପରିବର୍ତ୍ତନ ମୋ ଦୃଷ୍ଟିରେ ପଡ଼ୁନଥିଲା। ଦୁନିଆ ତା ବାଟରେ ଚାଲିଥିଲା।
समय पानी सुओ साजी बयस को खर्च कर देउथला आउ से समय सुअरे आमे माने ढोके पी दंडे जी कौनसी प्रकार बंचुछु बोली निजर स्थिति दयनीय भाव जाहिर करुथलु। तेबे परिस्थिति आउ जीवन वास्तवता मुते बुझी देइथिला आम पई जीवनटा गोलापर नुहे कंटार सिज। भगवान जहा को अभाव दियंती बहुत कष्ट दियंती ता भी असरंती दुखर भी शेष न थाए हेले सुखर गली रे जे जन्म नहीं थाए से ता जीवन रे रूपा चामच आ सुना थाली नहीं आसथाए। संघर्ष नहीं कि कष्ट नहीं सेथिपाई मन बेले बेले विद्रोह करी उठे काहे कि अमेल जड़े दिन राति खटी भल कि पेट पूरा गंडे खाइबा को पाइब नहीं आउ जड़े बिना परिश्रम बिना संघर्ष रे पृथ्वीर सबु जाक सुख विलास साउंटी नेब। जन को पाठ पढ़िबा लगी सबु सुजोग देले भी से पढ़िबा को इच्छा करिब नहीं आउ जार इच्छा थिबो अभाव रे पढ़ी परिब नहीं। खटिले से खाइब देह पा भल मंद हेले हांडी चुली की जीव नाई कुटुंब सारा उपास जीवन सारा रक्त पानी करी परिश्रम कले भी ना निजे भल कि खाई पिंधि परिबो ना पिला मानकु सुखरे रखी परिबो। ता छड़ा क्योंठी कौन हेले बस्ती लोकंको उपरे चढ़ाऊ से माने गरीब समस्तंको सला न्याय रे चोरी डकायत आखपाखरे हेले बंधा हेबे बिना दोषरे निर्धूम माड़ खाइबे टिके टिके कथारे पुलिस रो जुलुम दादा पटी आदाय ता छड़ा तांको भली मनीष मानकर को अभ्यास भी कम नुहे जहा रोजगार करिवे निशा पानी रे उड़ेई देबे जुआ गंजेई अफिम दारी निशा भी किछि कम नुहे तेणु जेते रोजगार कले कुळेइब केमिति एभली परिस्थिति आ परिवेश रे बढ़ी भी मु किंतु सबु बेले उच्चाभिलाषी थिली। पंकर पद्म भली मो जीवन गंधिया परिवेश को छुई नथिला तेणु बापांकर मद पिया आ माँ को मारिबा जिनसटा को मु बर्दाश्त करि पार नथिली। जदिओ मु बुझिथिली दारिद्र्य और अशिक्षा ए दुईटी हेला आम पई सबुठु बड़ा अभिशाप ए अभिशाप रो मुक्ति नाही एमती चलीथिला जीवन। किंतु दिने एक नाटकीय मूडरे आम परिवार भितरु माँ चलीगला। बापा खूब मद खाई काठ फाड़िया माँ को बाड़ी देबारु से सेठी टली पड़ीथिला। प्रथमे मु किछि बुझी पार नथिली रक्त जुड़ुबुड़ु माँ को आमे टेकी नहीं जाइथिलु डाक्तरखाना को। डाक्तर कहले माँ मरी जाइछि। सेदिन चड़क पड़ीथिला कि सते आम उपरे बापार निशा छाड़ी जाइथिला। माँ को पाउंस करी फेरिलु पुलिस केस हेबो बोली बापा फेरार ही गला सी जे जाइछि आज जाए फेरिनी। तापरे बंचिबार उत्कट संघर्ष पाठ पढ़िबार स्वप्न मोर शेष हो जाइथिला। पाठरे डोरी बांधी गाड़ी मोटर रो पार्ट्स खोली हाथ कला कली हाथुड़ी स्क्रू ड्राइवर लुहा छड़ धरी गैरेज रे मरामती काम कली। बुझिली आम भली जीवन माने उच्च सीढ़ी रे चढ़ी पारंती नाही से सब आम लगी निषिद्ध इलाका। मुठाए भात खंडे पिंधिबा जोगाड़ करू करू जीवन आमर शेष हो जाए। अन्यत्र लात माड़ घृणा दयारे आमर जीवन मरामती हुए। आमे केवल स्वप्न देखी चलू किंतु साकार होई पारे ना से दिवा स्वप्न। आम पई सरकारंकर सबु योजना बाटबणा होई जाए। कागज कलम रे आम मानकर प्रगति रे समृद्धिर जीवन गाथा लेखा जाए। संपूर्ण स्वाक्षरता फैमिली प्लानिंग प्रौढ़ शिक्षा सस्ता 2 टंकार चाउल जोगाण परिवार पिछा जनक रोजगार क्षम करिबा ऋण देवा नलकूप स्वास्थ्य पई प्रतिषेधक व्यवस्था सबु किछि योजना दूर पर्वत भली आम पई सुंदर आशा देखाए किंतु मरीचिका पलटे आमे सेठी केबे भी पहुंची पारुना। निज जीवन रो अनुभूति भितरे बुझीची आम मानकर सबुठार बड़ शत्रु हेला मद। मद खाई माताल होई सर्वस्व हराई देले भी ज्ञान पसे नाही। देशी मदरे विषाक्त जिनिस मिसेई दलाल व्यवसायी माने कोटिपति साजंती आउ से विषाक्त मद पी आम लोक माने पोको माछी भली मरंती। स्त्री को मारंती पिला छुआ खाइबा को पांती नाही। पुओ माँ को मारे स्वामी स्त्री को मारे एमती केते घटना। कुनी कुनी पिला माने दिन सारा मजूरी करी जहाँ आणंती ताको बापा खाई जाए किंबा छड़ाई निए। केते जीवन उजुड़ी पड़े। बाप माँ आत्महत्या करंती निजे मद पी निजे जड़े आत्महत्या करे सेथिला ये अनुताप नाही कि अवशोष नाही।
ସ୍ତ୍ରୀ ପିଲା ଛୁଆଙ୍କ ପାଇଁ ଦୟା ମାୟା କିଛି ନାହିଁ। ଭାତ ନ ମିଳିଲେ ଦିନେ ଦୁଇ ଦିନ ଚଳି ଯାଇ ହେବ, କିନ୍ତୁ ମଦ ନ ମିଳିଲେ ପାଗଳ ହୋଇଯିବ। ଏଭଳି ନିଶା ବେପାର କେବେଠୁ ଚାଲିଛି କେଜାଣି? ଏହି ମଦ ଆମ ପାଖରୁ ମାଆକୁ ଛଡ଼େଇ ନେଇଛି, ବାପାକୁ ଦେଶାନ୍ତରୀ କରିଛି। ମୋତେ କଲମ ଛାଡ଼ି ହାତୁଡ଼ି ଧରିବାକୁ ପଡ଼ିଛି। ମୋ ସୀମିତ ଜ୍ଞାନ ଭିତରେ ମୁଁ ଯାହା ଜାଣେ, ଏ ଘଟଣା କେବଳ ଆମ ପରିବାରରେ ପ୍ରଥମ ଥର ଘଟିନାହିଁ। ଭାରତ ବର୍ଷରେ ଆଦିବାସୀମାନଙ୍କର ଖଟିଖିଆ ଦିନ ମଜୁରିଆର ଘର ଘରର କାହାଣୀ। ପୁଣି ଭୋଟ ସମୟ ଆସିଲେ ଆହୁରି ଅବସ୍ଥା ଶୋଚନୀୟ। ନେତାମାନେ ଏଠି ମଦ ବୋତଲ କୁକୁଡ଼ା ଦେଇ ଭୋଟ କିଣନ୍ତି। ମଦ ଲୋଭରେ ନିଜ ଝିଅକୁ ବିକିବାକୁ ବି ପଛାନ୍ତି ନାହିଁ ଲୋକେ। ଦଲାଲ ସାଜି ନେତାଙ୍କୁ ଖୁବ୍ ସାହାଯ୍ୟ କରିବା ପାଇଁ ବିଚ୍ ବଜାରରୁ ଝିଅ ବୋହୂଙ୍କୁ ଉଠାଇ ଆଣନ୍ତି। ଜଗନ୍ନାଥଙ୍କର ଏ ଦେଶରେ ଧର୍ମକୁ ଆଖିଠାର ମାରି ଯେଉଁ ଅନ୍ୟାୟ, ଅତ୍ୟାଚାର, ଶୋଷଣ, ଅନୀତି, ହତ୍ୟା, ଲୁଣ୍ଠନ ଚାଲିଛି, ତାହା ନିଜେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ। କେତେ ବଦଳି ଗଲାଣି ଆମର ଚିନ୍ତାଧାରା। ସ୍ନେହ ଆଦରର ସମ୍ପର୍କ, କ୍ଷମତା, ଟଙ୍କା ସଭିଙ୍କୁ ପାଗଳ କରିଛି। ତାରି ଭିତରେ ଆମ ଭଳି ନିମ୍ନ ଶ୍ରେଣୀର ଗରିବ ମୂର୍ଖ ଲୋକମାନେ ପେଶି ହୋଇ ଚାଲୁଛନ୍ତି। ସେଥିଲାଗି ବେଳେ ବେଳେ ମୁଁ ନିଜକୁ ପଚାରେ, ଏମିତି କେତେଦିନ ଚାଲିବ? କିଏ ଆମମାନଙ୍କୁ ରାସ୍ତା ଦେଖେଇବ? କିଏ ଆମ ଜୀବନରେ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବ? ବାପା ମାଙ୍କ ନିର୍ଭୋଧତା, ଅଜ୍ଞତା, ସ୍ୱାର୍ଥପରତା ଆଉ ନିଶା ପାଗଳ ଦୋଷରୁ କେତେଦିନ ନାବାଳକ ପିଲାମାନେ କାହାର ଅଇଁଠା ପ୍ଲେଟ ଧୋଉଥିବେ, ଝାଡୁ ମାରୁଥିବେ, କୁଲି କାମ କରୁଥିବେ, ରିକ୍ସା ଟାଣୁଥିବେ, ଅଥବା ଅଳିଆ ଆବର୍ଜନା ଗଦା ଭିତରୁ ଭଙ୍ଗା କାଚ, ଟିଣ, ଡବା, ପ୍ଲାଷ୍ଟିକ ବୋତଲ, ଜରି ମୁଣା ଖୋଜି ଚାଲିଥିବେ। କିଏ ଏମାନଙ୍କ ମୁଣ୍ଡରେ ଆଶ୍ୱାସନାର ହାତ ବୁଲେଇବ, ପେଟକୁ ଦାନା ଦେବ, ପିନ୍ଧିବାକୁ ଖଣ୍ଡେ ଯୋଗେଇବ କପଡ଼ା, କିମ୍ବା ବଞ୍ଚିବାର ରାସ୍ତା ଦେଖେଇବ? ନଚେତ୍ ନିରାଶା, ଅନ୍ଧାର, ଅନାହାର ଭିତରେ ଦିନେ ଅର୍ଦ୍ଧାଧିକ ମାନବ ଜାତି ହଜି ମରିଯିବେ। ରୋଗ, ବୈରାଗ, ଦାରିଦ୍ର୍ୟ ଭିତରେ ପଚି ସଢ଼ିଯିବେ। ଯଦିଓ ମୁଁ ଜାଣେ ଆଗାମୀ ଶତାବ୍ଦୀରେ ତ୍ରାଣକର୍ତ୍ତା ସାଜି ଏ ପୃଥିବୀକୁ ଯିଏ ଆସିବ, ତାକୁ ନିର୍ମମ ଭାବେ ହତ୍ୟା କରାଯିବ। ଶିଆଳି ଲଟାରେ କୃଷ୍ଣଙ୍କ ପାଦ ଶରବିଦ୍ଧ କରି ହେଉ, ବା ଯୀଶୁଙ୍କ ଛାତିରେ କଣ୍ଟା ବାଡ଼େଇ, ଯାହା ବି ହେଉ, ଅଥବା ଗାନ୍ଧୀଙ୍କୁ ଗୁଳି ମରାଯାଉ, କିମ୍ବା ସକ୍ରେଟିସ୍ଙ୍କ ଭଳି ବିଷପାନ କରି ହେଉ, ଯେମିତି ଉପାୟରେ ହେଲେ ମାରି ଦିଆଯିବ। କୌଣସି ସତ୍ୟର ପ୍ରଚାର, ପତିତର ଉଦ୍ଧାର, ସ୍ୱାଧୀନତାର ସକାଳ କିମ୍ବା ଦୁଷ୍ଟ ଦଳନ, ସମାଜ ସେବା ପାଇଁ ଯିଏ ଆସିଲା, ତାର ବଞ୍ଚିବାର ଅଧିକାରକୁ ଶେଷ କରିଦିଆଯାଇଛି ଅତି ନିଷ୍ଠୁର ଭାବରେ। ଇତିହାସରେ ତାର ନଜିର ଅଛି। ଆଉ ଆମ ଦେଶରେ, ଆମ ରାଜ୍ୟରେ ତ ନୀତି ମରୁଛନ୍ତି। ଦଙ୍ଗା, ଫିସାଦ, ଗୁଳିଗୋଳା, ଧର୍ଷଣ, ଗୁଣ୍ଡାମି, ଯୌତୁକ, ଉଗ୍ରପନ୍ଥୀଙ୍କ ଆକ୍ରମଣ, କ୍ଷମତା, ରାଜନୀତିର କନ୍ଦଳ, ଦୁର୍ଘଟଣା, ଏମିତି କେତେ କେତେ କାରଣରୁ। କିଏ ଆମ ଭଳି ପୋକ ମାଛର ଜୀବନକୁ ନର୍କରୁ ଉଦ୍ଧାର କରିବା ପାଇଁ କାହିଁକି ବା ଜୀବନ ବିପନ୍ନ କରିବ? ଯୀଶୁ, ଗାନ୍ଧୀ, ସକ୍ରେଟିସ୍ ସାଜିବ? ତେଣୁ ତେଣୁ ମୋ ମନରେ ଗୋଟେ ପ୍ରଶ୍ନ ସବୁବେଳେ ଉଠେ, ତାହେଲେ ଆମର କଣ ମୁକ୍ତି ନାହିଁ? ମୁକ୍ତିର ସୁନେଲି ସକାଳକୁ କଣ ଆମ ଭଳି ପେଜ ତୋରାଣୀର ମଣିଷମାନେ କେବେ ବି ଭେଟି ପାରିବେନି? ଅକାଳରେ ଆମ ପୂର୍ବଜ ଭଳି ଆମେ ଓ ଆମର ଆଗାମୀ ବଂଶଧର ଏମିତି ପେଟ ପାଇଁ ସଂଗ୍ରାମ କରି, ରାତିରେ ଦେଶୀ ମଦ ପିଇ, ସ୍ତ୍ରୀ ପିଲାଙ୍କୁ ମାଡ଼ ମାରି, ବାପା ମାଙ୍କୁ ମାଡ଼ ମାରି, ମୂର୍ଖ ରଖି, ଗଧ ଭଳି ଖଟେଇ ଜୀବନ କଟେଇ ଦେବେ? ଆମ ଜୀବନରେ କେବେ ବି କଣ ଇଚ୍ଛାର ସକାଳଟି ଆସିବନି, ବା ତାକୁ କେବେ ଆମେ ପାଇପାରିବୁନି କେଜାଣି? ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ ଆମ ସମୟର ଜଣେ ସମ୍ଭାବନାମୟ, ପ୍ରତିଶ୍ରୁତିବଦ୍ଧ, ବିଶ୍ୱସ୍ତ ଉଚ୍ଚାରଣ, ବିଶିଷ୍ଟ ସମାଲୋଚିକା ଡକ୍ଟର କବିତା ବାରିକଙ୍କ ଦ୍ୱାରା ଲିଖିତ ସ୍ୱୟଂସିଦ୍ଧା ବାମାବାଦୀ ଗଳ୍ପ ସଂକଳନର ଏକ ଗୁଚ୍ଛର ଏକ ସୁନ୍ଦର, ହୃଦୟସ୍ପର୍ଶୀ, ହୃଦୟ ବିଦୀର୍ଣ୍ଣକାରୀ କ୍ଷୁଦ୍ର ଗଳ୍ପ ମୁକ୍ତିର ସୁନେଲି ସକାଳ, ଯେଉଁଥିରେ ଏକ ସମ୍ଭାବନାମୟ ସ୍ୱପ୍ନ ଅଙ୍କନ କରିଛନ୍ତି ଗାଳ୍ପିକା ଏବଂ ଅସଂଖ୍ୟ ପ୍ରଶ୍ନବାଚୀର ଘେରରେ ଏ ସମାଜକୁ ସେ ଛିଡ଼ା କରେଇଛନ୍ତି। ତାଙ୍କର ପ୍ରଶ୍ନ ଏ ସମାଜର ତଥାକଥିତ ବୁଦ୍ଧିଜୀବୀଙ୍କ ପାଇଁ, କେମିତି କଲେ ଆମେ ସଂସ୍କାରିତ ହବା, ଆଜିର ଯୁବ ସମାଜ ସଂସ୍କାରିତ ହେବ ଏବଂ ଶୃଙ୍ଖଳିତ ହେବ? ତେବେ এই ଗଳ୍ପଟି ଭିତରେ ଅସଂଖ୍ୟ ସମସ୍ୟା ବି ରହିଛି, ବେକାରୀ ରହିଛି,
ମଦ୍ୟପାନ ଭଳି ଭୟାବହ ସାମାଜିକ ସମସ୍ୟାଟିଏ ରହିଛି। ଧନୀ ଗରିବର ଭେଦାଭେଦ ରହିଛି, ଶୋଷଣର କଥା ରହିଛି। ନେତୃବର୍ଗଙ୍କ ପ୍ରକୃତ ଦାୟିତ୍ୱରୁ ମୁକ୍ତ ହେଇ, ଦାୟବଦ୍ଧତାରୁ ମୁକ୍ତ ହେଇ କିଭଳି ସମାଜ ପ୍ରତି ସେମାନଙ୍କର ଅନ୍ୟାୟ ଅନୀତି, ଭ୍ରଷ୍ଟାଚାରର ପ୍ରଭାବ ତାକୁ ମଧ୍ୟ ଏହି ଗଳ୍ପରେ ଅତି ଚମତ୍କାର ଭାବରେ ସୁଗୁମ୍ଫିତ କରାଯାଇଛି। ଶ୍ରୋତାବନ୍ଧୁ, ଆଜିର ଗଳ୍ପ ଥିଲା ମୁକ୍ତିର ସୁନେଲି ସକାଳ, କଳ୍ପିକା କବିତା ବାରିକ। ଆପଣମାନଙ୍କୁ ଆଜିର ଅଡିଓଟି କେମିତି ଲାଗିଲା? ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଅନେକ ଧନ୍ୟବାଦ।